ଆଜିର ସାଧୁବାଣୀରେ ନେଇଛେ ଆମେ ସୁନ୍ଦର କଥାଟି ଆଜ୍ଞା। ଉକ୍ତିଟି ହେଉଛି ଖରାପ ଲୋକ ସବୁବେଳେ ସୁଖ ଧନ ସମ୍ପତ୍ତିରେ ବସବାସ କରୁଥିବା ବେଳେ ଜଣେ ଧର୍ମୀ ଲୋକ କାହିଁକି କଷ୍ଟରେ ଅତିବାହିତ କରିଥାଏ। ସାଧୁବାଣୀରେ ଇଏ ସୁନ୍ଦର ଆଲୋଚ୍ୟ ବିଷୟ ସମସ୍ତେ ଜାଣିବା ଦରକାର। ମୋର ମା ମାନେ ଦେଖନ୍ତୁ, ଶ୍ରୀକୃଷ୍ଣଙ୍କର ପରମ ବନ୍ଧୁ ସୁଦାମା ମଧ୍ୟ ଏଥିରୁ ବାଦ ଯାଇନାହାନ୍ତି। ଆହା, ଶ୍ରୀକୃଷ୍ଣଙ୍କର ପରମ ସାଙ୍ଗ ଯେତେବେଳେ ତାଙ୍କର ଛୋଟ ବେଳେ ସିଏ ଖେଳକୁଦ କରୁଥିଲେ, ତାଙ୍କ ସାଙ୍ଗରେ ଯିଏ ସାଥ ଦେଉଥିଲା ସବୁବେଳେ ସିଏ ହେଉଛି ଆଜ୍ଞା ସୁଦାମା। ବଡ଼ ହେଇଛନ୍ତି ସମସ୍ତେ। ଶ୍ରୀକୃଷ୍ଣ ତାଙ୍କ ରାଜ୍ୟରେ ରହିଲେ, ସୁଦାମା ରହିଲେ ତାଙ୍କ ରାଜ୍ୟରେ। ଆଜ୍ଞା, ସୁଦାମାର ପରିବାର ବହୁତ ଦୁଃଖ କଷ୍ଟରେ ଚଳୁଥିଲା। ଭିକ ମାଗିଲେ ତାଙ୍କର ପରିବାର ରୋଜଗାର ମେଣ୍ଟୁଥିଲା। ସମସ୍ତଙ୍କ ମୁହଁରେ ଦାନା ଦୁଇଟା ପଡ଼ୁଥିଲା। ମୁଠେ ଭିକ ଆଣିଲେ, କିନ୍ତୁ କେବେ ବି ସେ ଚୋରି ଚାମେରି କରିନାହାନ୍ତି କିମ୍ବା କାହାଠୁ ଠକେଇ ଆଣିନାହାନ୍ତି। ଯେଦିନ ନ ମିଳେ ସେଦିନ ପାଣି ପିଇକି ଶୋଇଯାଆନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ଭଳି ସତ୍ୟ, ନ୍ୟାୟ, ପବିତ୍ର ଆଜ୍ଞା। କେବେ ଅନ୍ୟାୟ ରାସ୍ତାରେ କିଛି ବି ଧନ ଟଙ୍କା ଖାଇବା ଅର୍ଜନ କରିନାହାନ୍ତି। ବହୁତ ନ୍ୟାୟବାନ ଥିଲେ ଆଜ୍ଞା। ସିଏ ବହୁତ ନ୍ୟାୟବାନ ରହି କାହିଁକି ବା ଧର୍ମୀ ରହି କଷ୍ଟରେ ଥିଲେ। ଏକଥା ଯେତେବେଳେ ଲକ୍ଷ୍ମୀ ଦେଖୁଥାନ୍ତି ସବୁ ବସି, ସେଇଠି ଶ୍ରୀକୃଷ୍ଣକୁ କହିଛନ୍ତି, ପ୍ରଭୁ ତମେ ତମର ପରମ ବନ୍ଧୁକୁ ଏତେ କଷ୍ଟ ଦେଖି ସହିପାରୁଛ? ଆଖିରୁ ଲୋତକ ଧାର ବହି ପଡ଼ୁଥାଏ। ତାଙ୍କର ଏ କଷ୍ଟ ତାଙ୍କର ଏ ବନ୍ଧୁ କୃଷ୍ଣ ସହିପାରୁନଥିଲେ। କହିଲେ, ଲକ୍ଷ୍ମୀ କ'ଣ କରାଯାଇପାରେ? ଇଏ ହେଉଛି ନିୟତିର ବିଧାନ। ଲକ୍ଷ୍ମୀ କହୁଛନ୍ତି, ନିୟତିର ବିଧାନ ପୁଣି ଆପଣଙ୍କ ଆଗରେ? ଆପଣ ଚାହିଁଲେ ସବୁ କିଛି ଦେଇପାରିବେ। ଆପଣ ଦେଇକି ଚେଷ୍ଟା କରନ୍ତୁ, କିମ୍ବା ଆପଣ ଦେବା ପାଇଁ ଚାହୁଁନାହାନ୍ତି। କହିଲେ, ପ୍ରିୟେ ଠିକ୍ ଅଛି, ମୁଁ ତାଙ୍କୁ ଦେବା ପାଇଁ ଏବେ ଦେଉଛି ତାଙ୍କୁ। ଆଜ୍ଞା, ତାଙ୍କୁ ଯେତେବେଳେ ବି ଚେଷ୍ଟା କରିଛନ୍ତି କିଛି ଧନ ଦେବା ପାଇଁ, ଦେଖନ୍ତୁ ସିଏ କୌଣସି ବାଟେ ସିଏ ନେବା ପାଇଁ ଚେଷ୍ଟା କରିନାହାନ୍ତି। କିମ୍ବା ତାଙ୍କର ପରିସ୍ଥିତି ଏମିତି ଆସିଯାଇଛି, ସିଏ ଧନ ନେବାରେ ସକ୍ଷମ ହେଇପାରିନାହାନ୍ତି। ସେଇଠି କହୁଛନ୍ତି, ପ୍ରିୟ ବୁଝିପାରିଲ ତ? ଇଏ ସବୁ ହେଉଛି ନିୟତିର ବିଧାନ। ଯେଉଁଟା ଯାହାକୁ ପ୍ରାପ୍ତ ସେ ନିଶ୍ଚିତ ପାଇବ, ଆଉ ସମୟ ଆସିଲା ପରେ ହିଁ ପାଇବ। ସମୟ ନ ଆସିଥିଲେ ସେ କୌଣସି କିଛି ପାଇବ ନାହିଁ। ଯେମିତି ସୁନ୍ଦର କଥାଟିଏ କହିକି ସେ ବୁଝାଉଛନ୍ତି, ଗୋଟିଏ ଦେଶରେ କ'ଣ ହେଇଛି, ଗୋଟେ ଯେଉଁ ଜମିଦାର ଥିଲା ସେ ବହୁତ ଧନୀ ଥିଲା, କିନ୍ତୁ ବହୁତ ଅହଙ୍କାର ଥିଲା, ବହୁତ ଅଧର୍ମୀ ଥିଲା। କିନ୍ତୁ ଗୋଟିଏ ଲୋକ ସେ ବହୁତ ଧର୍ମୀ ଥିଲା, ବହୁତ ଗରିବ ଲୋକଟେ। ସେଇଠି ଲକ୍ଷ୍ମୀ କହୁଛନ୍ତି ଯେ ସେ ଗରିବ ବା ଧର୍ମୀ ଲୋକକୁ ଆପଣ କିଛି ସାହାଯ୍ୟ କରନ୍ତୁ। ଆଜ୍ଞା, ସାହାଯ୍ୟ ସ୍ୱରୂପ ଧନ ପୁଟୁଳାଟେ ପକାଇଛନ୍ତି, କିନ୍ତୁ ସେଇ ସମୟରେ ସେଇ ଧର୍ମୀ ଗରିବ ଲୋକଟି ଭାବୁଛି ଯେ ସବୁଦିନ ଅନ୍ଧ କେମିତି ଦିନ ବା ରାତି ଅତିବାହିତ କରୁଛି, କେମିତି ମୁଁ ବେଳେ ତା ଭଳିଆ କରିକି ଦେଖାନ୍ତି କି? ସେହି ସମୟରେ ସେ ଅନ୍ଧ ଆଖି ବୁଜିକି ସେ ରାସ୍ତା ଅତିକ୍ରମ କରିଛନ୍ତି। ଆଜ୍ଞା, ସେ ପୁଟୁଳାଟିକୁ ଡେଇଁ ପଳେଇ ଯାଇଛନ୍ତି। ପଛରେ ଆସୁଥିବା ଜମିଦାରୀ ସେଇ ଅଧର୍ମୀ ଲୋକଟା ପାଇଛି। ସେଇଠି କହୁଛନ୍ତି, ବୁଝିପାରିଲ ପ୍ରିୟ, ଯେ ଯାହା ଯେଉଁଥିରେ ଲେଖା ତାର ଏବେ ସମୟ ଆସିନାହିଁ, ସେ ପାଇବ ନାହିଁ। ତା ଅର୍ଥ ପୂର୍ବ ଜନ୍ମର କର୍ମ ଏ ଜନ୍ମରେ ଭୋଗିବା ପାଇଁ ପଡ଼ିବ। ସେଇ ସାଧୁ ଲୋକଟି ଯେଉଁ ଏବେ ଦୁଃଖ କଷ୍ଟରେ ଚଳୁଛି,
ସେ ପୂର୍ବ ଜନ୍ମରେ ସେମିତି କର୍ମ କରିଛି ଯାହା ପାଇଁ ଏଠି କଷ୍ଟ ଭୋଗୁଛି। କିନ୍ତୁ ସେଇ ଜମିଦାର ଲୋକଟି ଆର ଜନ୍ମରେ ଭଲ କର୍ମ କରିଛି, ସେଥିପାଇଁ ଫଳସ୍ୱରୂପ ସିଏ ଏଠି ଭଲରେ ଚଳୁଛି, ଭଲରେ ରହୁଛି। ଲକ୍ଷ୍ମୀ ବୁଝିପାରିଲେ ସତ୍ୟତା। ଦେଖନ୍ତୁ, ତା ଅର୍ଥ ନୁହେଁ ଯେ ସବୁ କିଛି ପୂର୍ବଜନ୍ମର କର୍ମ ଅନୁସାରେ ଫଳ ମିଳୁଥାଏ। ଦେଖନ୍ତୁ, ମଣିଷ ଜନ୍ମ ହେଉଛି ସଂସାରରେ ଅମୂଲ୍ୟ। ସିଏ କର୍ମ କରିବା ପାଇଁ ଆସିଛି ଏଠି। କର୍ମ ଦ୍ୱାରା ମଧ୍ୟ ଭାଗ୍ୟକୁ ସେ ବଦଳେଇ ପାରିବ। ତେଣୁ ସମସ୍ତେ ସୁକର୍ମ କରିବା ଉଚିତ। ଯଦି ସେଇ ଜମିଦାରଟି ଏ ଜନ୍ମରେ ସେ ଖରାପ କର୍ମ କରୁଛି, ସେ ନିଶ୍ଚିତ ଫଳସ୍ୱରୂପ ଖରାପ ହିଁ ଭୋଗିବ। ତେଣୁ ଆମେ କାହିଁକି ଖରାପ କରିବା ପାଇଁ ଯିବା? ଆମେ ଖରାପ ଭୋଗିବା, ଆମେ ବହୁତ କଷ୍ଟ ଭୋଗିବା। ଆମେ ଭଲ କର୍ମ କରିବା ନା। ଏହା ହେଉଛି ସାଧୁବାଣୀରେ ସାଧୁ କଥା। ଦେଖନ୍ତୁ, ଖାଲି ଆପଣମାନେ ନିଜେ ଶୁଣିଲେ ହେବନି ଏମିତି ଭଲ ଭଲ କଥା। ନିଶ୍ଚିତ ଆପଣ ସାଙ୍ଗସାଥିମାନଙ୍କୁ ମଧ୍ୟ ଶୁଣାନ୍ତୁ। ଇଏ ତ କୌଣସି ଖରାପ କଥା କୁହାଯାଉନି ନା। ଆପଣଙ୍କର ମାଇଣ୍ଡକୁ କୌଣସି ଖରାପ ଜିନିଷ ତ ଯାଉନାହିଁ, ଭଲ ଜିନିଷ ଆଜ୍ଞା ଯାଉଛି। ତେଣୁ ଭଲ କଥାରେ, ଭଲ କର୍ମରେ ଆପଣ ଅବହେଳା କରିବା ଉଚିତ ନୁହେଁ। ଗୋଟେ ସବସ୍କ୍ରାଇବ୍ ସହିତ ସାଙ୍ଗସାଥିମାନଙ୍କ ସହିତ ସେୟାର କରିଦେବେ। ଆଉ କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିତ କମେଣ୍ଟ କରିକି ମୋତେ ଜଣେଇବେ।